ପିଲାମାନେ ଆଜି ଆମେ ଆମ ଶରୀରର ଯୋଉ ଅଛି ଅଙ୍ଗ ପ୍ରତ୍ୟଙ୍ଗ ହାତ ଗୋଡ଼ ଆଖି କାନ କେମିତି ସଫା ରଖିବା ସେ ବିଷୟରେ ଶିଖିବା ସେ ବିଷୟରେ ପଢ଼ିବା ବୁଝିଲ। ମୁଁ ତମକୁ କହିବି ତମେ ମନେ ରଖିବ। ଆଚ୍ଛା କହିଲ ଆମେ ସକାଳୁ ଉଠି କ'ଣ କରିଥାଉ? ସକାଳୁ ଉଠି ତ ଆମେ ମୁହଁ ଧୋଇଥାଉ। ଡାଇରେକ୍ଟ ବ୍ରଶ କରିଥାଉ କି? ସକାଳୁ ଉଠି ଆମେ ମୁହଁ ଧୋଇଥାଉ କି ନାହିଁ? ଟିକେ ପରେ ବ୍ରଶ କରିଥାଉ। କ'ଣ କରିଥାଉ? ଦାନ୍ତ ଘଷିଥାଉ। ତାପରେ ଆମେ କ'ଣ କରିଥାଉ କହିଲ? ବ୍ରଶ କରି ସାରିଲା ପରେ କିଛି ଖାଇଥାଉ କି ନାହିଁ? ଖାଇବା ଆଗରୁ ଆମେ କ'ଣ କରୁ ପିଲାମାନେ? ଖାଇବା ଆଗରୁ ଆମେ କ'ଣ କରିଥାଉ? ହାତ ଧୋଇଥାଉ। ହାତ କେମିତି ଧୁଅ କହିଲ? ଟିକେ ଦେଖେଇଲ। ଏମିତି ଡେଟଲ ଦେଇକି ନହେଲେ ସାବୁନ ଦେଇକି ହାତ ଧୋଉ କି ନାହିଁ? ଘଷି ହାତ ଧୋଇଲେ କ'ଣ ହୁଏ? ଆମ ହାତରେ ଯାହା କୀଟାଣୁ ବୀଜାଣୁ ଥାଆନ୍ତି ନାହିଁ କି ସବୁ ସଫା ହେଇଯାଆନ୍ତି। ସେଥିପାଇଁ ଖାଇବା ଆଗରୁ ହାତ ଧୋଇକି ଖାଇବା ଉଚିତ। ତାପରେ ଆମେ କ'ଣ କରିଥାଉ? ମୁଣ୍ଡ କୁଣ୍ଡେଇ ବି ହେଇଥାଉ। ମୁଣ୍ଡ କୁଣ୍ଡେଇ ହେଇଥାଉ କି ନାହିଁ? ଆମେ ଆମ ବାଳର ଯତ୍ନ କେମିତି ନେଇଥାଉ? ତାକୁ ସବୁବେଳେ ସାବୁନ ଶ୍ୟାମ୍ପୁରେ ଧୋଇଥାଉ। ତାପରେ ତେଲ ଲଗେଇଥାଉ। ସବୁବେଳେ କୁଣ୍ଡେଇ ହେଇଥାଉ। 3 ଦିନ 4 ଦିନ ତ କୁଣ୍ଡେଇ ହେଲେ ଜଟା ହେଇଯିବ ନା ଆମର ବାଳ। ତାକୁ କେମିତି ଶ୍ୟାମ୍ପୁ ସାବୁନ ଦ୍ୱାରା ସଫା କରିଥାଉ ଗାଧେଇଲା ଟାଇମରେ। ଆଉ ପ୍ରତିଦିନ ଦିନକୁ ଥରେ ନହେଲେ 2 ଥର କୁଣ୍ଡେଇ ହେଇଥାଉ କି ନାହିଁ? ତାପରେ ଆମେ ଗାଧେଇଲା ଟାଇମରେ କ'ଣ କରିଥାଉ? ଗାଧେଇଲା ବେଳେ ଆମ ଯୋଉ ଦେହ ଅଛି ହାତ ଗୋଡ଼ ଅଛି କେମିତି ଗାଧେଇଥାଉ? ସାବୁନ ଲଗେଇକି ଗାଧେଇଥାଉ କି ନାହିଁ? ଘଷି ହେଇକି ଯେମିତି ଆମ ଦେହର ଯାହା ଧୂଳି ମଳି ଅଛି ସବୁ ସଫା ହେଇଯିବ। ଗାଧେଇଲା ବେଳେ ସାବୁନ ଲଗାଉଛ ତ? କିଏ ସାବୁନ ଲଗାଉଛ? ହାତ ଟେକ ତ। ସମସ୍ତେ ସାବୁନ ଲଗାଉଛ। ବଢ଼ିଆ। ସାବୁନ ଲଗେଇଲେ ଆମ ଦେହର ଯାହା ଅଛି ମଇଳା ସବୁ ସଫା ହେଇଯାଏ। ଡେଲି କିଏ ଗାଧଉଛ କହିଲ? ଡେଲି ଗାଧଉନ? ପ୍ରତିଦିନ ସମସ୍ତେ ଗାଧଉଛ। ଡେଲି ଆମେ ପ୍ରତିଦିନ ଗାଧେଇବା କଥା। ପ୍ରତିଦିନ ଆମେ କ'ଣ କରିବା କଥା? ଗାଧେଇବା କଥା। ନ ଗାଧେଇଲେ ଆମ ଦେହରେ କ'ଣ ମଇଳା ବସିଯିବ, କାଛୁ କୁଣ୍ଡିଆ ହେଇଯିବେ, କ'ଣ ଘା ବନ୍ଧା ହେଇଯିବ ଆମ ଦେହରେ। ସେଥିପାଇଁ ପ୍ରତିଦିନ ସମସ୍ତେ ଗାଧେଇବ। ବୁଝିପାରିଲ? ଦିନକୁ ଥରେ ଗାଧେଇବା ଉଚିତ। ତାପରେ କ'ଣ କରିବା କଥା? ଯୋଉ ଅଛି ଆମର କ'ଣ ନଖ କାଟିବା କଥା କି ନାହିଁ? କମ ସେ କମ ସପ୍ତାହରେ ଥରେ କାଟିବା କଥା ନଖ। ନଖ କାଟୁଛ? ନଖ ନ କାଟିଲେ କ'ଣ ହବ ପିଲାମାନେ? ରୋଗ ହବ। କେମିତି ରୋଗ ହବ କହିଲ? ଆମ ନଖରେ କ'ଣ ମଇଳା ବସିଯିବ, ଧୂଳି ବସିଯିବ। ଯୋଉ ଖେଳୁଛୁ ବାଲିରେ ମାଟିରେ ଖେଳୁଛୁ କି ନାହିଁ ସେ ସବୁ ଆମ ନଖରେ ବସିଯିବ। ନଖ ଯଦି ବଡ଼ ଥିବ ନଖରେ ସେ ଧୂଳି ମଳି ସବୁ ବସିଯିବ। ଆଉ ଭାତ ଖାଇଲା ବେଳେ ଆମେ ଯେତେବେଳେ ଖାଇବା ଖାଉଛୁ ନାଇଁ କି ସବୁ ଖାଇବା ଦ୍ୱାରା ଆମ ପେଟ ଭିତରେ ବସିଯିବ। ପେଟ ଭିତରେ ମଇଳା ବସିଲେ କ'ଣ ହବ? ରୋଗ ହବ। ଆମେ ସହଜରେ ଜ୍ୱରରେ ପଡ଼ିଯିବା କି ନାହିଁ? ସେମିତି ସବୁବେଳେ ନଖ କାଟିବା କଥା। ନଖ ବଢ଼ିବାକୁ ଦେବନି କେତେବେଳେ ବି। ନଖ ସପ୍ତାହରେ ଥରେ 2 ଥର କାଟିବା କଥା। ହାତର ନଖ ଗୋଡ଼ର ନଖ ବି। ତାପରେ କ'ଣ କରିବା କଥା? ମୁଣ୍ଡରେ ତେଲ ବି ଲଗେଇବା କଥା। ତେଲ ଲଗେଇବା କଥା ନାହିଁ? ସାବୁନ ଶ୍ୟାମ୍ପୁ ଲଗେଇଦେବ। ଚୁଟି ଏମିତି ଫର ହେଇକି ଉଡ଼ୁଥିବ ଭଲ କି? ବାଳର ଯତ୍ନ ମୁଣ୍ଡରେ ତେଲ ଲଗେଇକି ନିଆଯାଏ ଚୁଟିରେ। ବୁଝିପାରିଲ? ଆଉ ଠିଆ ହୁଅନ୍ତୁ ପିଲାମାନେ। ଏବେ ଗୋଟେ ଗୀତ ଗାଇବା। ଏ ଦେହକୁ କେମିତି ସଫା ସୁତରା ରଖିବା ସେ ବିଷୟରେ ଗୋଟେ ଗୀତ ଗାଇବା। ବୁଝିଲ? Brush, brush, brush. Brush, brush, brush. Brush, brush, brush. Brush, brush, brush. Brush your teeth. Brush your teeth. Brush your teeth. Brush your teeth. Early in the morning. Early in the morning. Brush your teeth. Brush your teeth. Take a bath. Take a bath. Take a bath. Take a bath. Early in the morning. Early in the morning. Take a bath. Take a bath. bath. Early in the morning. Early in the morning.
morning. Early in the morning. Wash, wash, wash. Wash, wash, wash. Wash, wash, wash. Wash, wash, wash. Wash your hand. Wash your hand. ये ପିଲାମାନେ ବୁଝିପାରିଲେ ଏବେ ଆମ ଦେହର ଅଙ୍ଗ ପ୍ରତ୍ୟଙ୍ଗର ଯତ୍ନ କେମିତି ନିଆଯିବ ବୁଝିପାରିଲେ ତ ହଁ। ଆଉ ଠିକ ଅଛି